ଅସୀମତା ବା ଇନଫିନିଟି ଶବ୍ଦଟା ଶୁଣିଲେ କେମିତି ଗୋଟେ ବିଶାଳ ରହସ୍ୟମୟ କଥା ମନକୁ ଆସେ ନୁହେଁ କି? କିନ୍ତୁ ଯଦି କୁହାଯାଏ ଯେ ଗଣିତରେ ଏହାର ଅର୍ଥ ପୂରାପୂରି ଅଲଗା, ତେବେ ଆସନ୍ତୁ ଆଜି ଏଇ ଧାରଣା ଭିତରକୁ ଟିକେ ପଶିବା ଆଉ ଦେଖିବା ଏହା ପ୍ରକୃତରେ କ'ଣ। ଦେଖନ୍ତୁ, ଏଡଗାର ଆଲାନ ପୋ ଯାହା କହିଛନ୍ତି, ଆମ ଭିତରୁ ଅଧିକାଂଶ ଲୋକଙ୍କୁ ଠିକ୍ ସେମିତି ହିଁ ଲାଗେ। ଅସୀମତା ମାନେ ଏମିତି ଏକ ଦାର୍ଶନିକ ଜିନିଷ ଯାହା ଆମ ବୁଝିବା ଶକ୍ତିର ବାହାରେ। ଆମେ ହୁଏତ ଏହାକୁ ଅନୁଭବ କରିପାରିବା, କିନ୍ତୁ ସତରେ କ'ଣ ବୁଝିପାରିବା? କିନ୍ତୁ ଏଇଠି ଆସେ କାହାଣୀରେ ଟ୍ୱିଷ୍ଟ। ଗଣିତଜ୍ଞମାନଙ୍କ ପାଇଁ ଏ କଥାଟା ପୂରା ଅଲଗା। ସେମାନଙ୍କ ପାଇଁ ଇନଫିନିଟି କିଛି ରହସ୍ୟ ନୁହେଁ, ବରଂ ଏକ ଟୁଲ୍, ଗୋଟେ ଉପକରଣ। ଠିକ୍ ଯେମିତି ଜଣେ ବଢ଼େଇ ପାଇଁ ହାତୁଡ଼ି। ଏହାକୁ ନେଇ କାମ କରିବା ତାଙ୍କର ପ୍ରତିଦିନର କଥା। ଆଉ ଜାଣିଛନ୍ତି, ପ୍ରସିଦ୍ଧ ଗଣିତଜ୍ଞ ଜନ୍ ଭନ୍ ନ୍ୟୁମନ୍ ଗୋଟେ ବହୁତ ମଜାଦାର କଥା କହିଥିଲେ। ସେ କହିଥିଲେ ଯେ ଗଣିତରେ ଆପଣ ଜିନିଷଗୁଡ଼ିକୁ ବୁଝନ୍ତି ନାହିଁ, କେବଳ ସେଥିରେ ଅଭ୍ୟସ୍ତ ହୋଇଯାନ୍ତି। ଆଉ ଏକଥାଟା ଇନଫିନିଟି କ୍ଷେତ୍ରରେ ଏକଦମ ଠିକ୍। ଗଣିତଜ୍ଞମାନେ ଏହାର ରହସ୍ୟ ଖୋଜନ୍ତିନି, ବରଂ ଏହାକୁ କେମିତି ବ୍ୟବହାର କରାଯିବ ସେଥିରେ ଅଭ୍ୟସ୍ତ ହୋଇଯାନ୍ତି। ତାହେଲେ ପ୍ରଶ୍ନ ଉଠୁଛି, ସେମାନେ ଏମିତି କେମିତି କରନ୍ତି? ଆଚ୍ଛା, ତାଙ୍କର ଉପାୟଟା ବହୁତ ଚମତ୍କାର। ସେମାନେ ଆମ ସମସ୍ତଙ୍କର ଗୋଟେ ଜଣାଶୁଣା ଜିନିଷରୁ ଆରମ୍ଭ କରନ୍ତି। ସେଇଟା ହେଲା ନମ୍ବର ଲାଇନ୍ ବା ସଂଖ୍ୟା ରେଖା। ଆଉ ସେଇଠି ସେମାନେ ଇନଫିନିଟିକୁ ଯୋଡ଼ି ଦିଅନ୍ତି। ଆଉ ମଜା କଥା କ'ଣ ଜାଣିଛନ୍ତି? ଏହା ଏତେ ସରଳ ଯେ ଆଶ୍ଚର୍ଯ୍ୟ ଲାଗିବ। କଳ୍ପନା କରନ୍ତୁ ସେଇ ସଂଖ୍ୟା ରେଖାଟାକୁ। ଗଣିତଜ୍ଞମାନେ କ'ଣ କରନ୍ତି ନା, ତାର ଦୁଇ ମୁଣ୍ଡରେ ଦୁଇଟା ନୂଆ ଜିନିଷ ଲଗେଇ ଦିଅନ୍ତି। ଏକଦମ ଡାହାଣା ପଟେ ପଜିଟିଭ୍ ଇନଫିନିଟି ଆଉ ଏକଦମ ବାମ ପଟେ ନେଗେଟିଭ୍ ଇନଫିନିଟି। ବାସ୍ ଏତିକି। ଆଉ ଏମିତି କରିବା ପରେ ଆମକୁ ମିଳିଯାଏ ଗୋଟେ ନୂଆ ନମ୍ବର ସିଷ୍ଟମ। ଏହାକୁ କୁହାଯାଏ ଏକ୍ସଟେଣ୍ଡେଡ୍ ରିଅଲ୍ ନମ୍ବର ବା ବିସ୍ତାରିତ ବାସ୍ତବ ସଂଖ୍ୟା। ଏହାର ନିୟମ ବି ବହୁତ ସିଧା। ପଜିଟିଭ୍ ଇନଫିନିଟି ବାକି ସବୁ ନମ୍ବରଠାରୁ ବଡ଼, ଆଉ ନେଗେଟିଭ୍ ଇନଫିନିଟି ସମସ୍ତଙ୍କଠାରୁ ଛୋଟ। ସରଳ କଥା। ହେଲେ କଥାଟା ଏତିକିରେ ସରିନି। ଭାବନ୍ତୁ, ଯେମିତି ଗୋଟେ ଖେଳରେ ଦୁଇଟା ନୂଆ ଖେଳାଳି ଆସିଲେ, ତ ଖେଳର ନିୟମ ବି ତ ବଦଳିବ, ନୁହେଁ କି? ଠିକ୍ ସେମିତି ଏଇ ଯୋଉ ନୂଆ ଇନଫିନିଟି ଆସିଲା, ତା ପାଇଁ ବି ତ କିଛି ନୂଆ ନିୟମ ଦରକାର। ସେମାନେ ପୁରୁଣା ନମ୍ବରଗୁଡ଼ିକ ସହିତ କେମିତି ମିଶିବେ? ଆଚ୍ଛା, କିଛି ନିୟମ ତ ଏକଦମ ସହଜ, ଆପଣ ନିଜେ ବି ବୁଝିପାରିବେ। ଧରନ୍ତୁ ଗୋଟେ ବିଶାଳ ସମୁଦ୍ର ଅଛି। ତା ଭିତରେ ଆପଣ ଯଦି ଆଉ ଗୋଟେ ବୁନ୍ଦା ପାଣି ପକେଇଦେଲେ, କିଛି ଫରକ ପଡ଼ିବ କି? ସମୁଦ୍ର ତ ସମୁଦ୍ର ହିଁ ରହିବ। ଠିକ୍ ସେମିତି ଇନଫିନିଟି ସହିତ ଯେକୌଣସି ସାଧାରଣ ସଂଖ୍ୟା ମିଶାଇଲେ ଫଳ ସେହି ଇନଫିନିଟି ହିଁ ରହିବ। ହଉ, ଏବେ ଆସନ୍ତୁ କିଛି ମୁଖ୍ୟ ନିୟମ ଉପରେ ନଜର ପକେଇବା। ଦେଖନ୍ତୁ, ଅଧିକାଂଶ ନିୟମ ଏକଦମ ସିଧାସଳଖ। ଇନଫିନିଟି ସହ ଇନଫିନିଟି ମିଶିଲେ ତ ଇନଫିନିଟି ହିଁ ହେବ। କୌଣସି ପଜିଟିଭ୍ ନମ୍ବର ସହ ଗୁଣିଲେ ବି ସେଇ ଇନଫିନିଟି। କିନ୍ତୁ ଗୋଟେ ମଜାଦାର କଥା ଦେଖନ୍ତୁ, ଯଦି ଆମେ କୌଣସି ନମ୍ବରକୁ ଇନଫିନିଟିରେ ଭାଗ କରିବା, ତେବେ କ'ଣ ହେବ? ଫଳାଫଳ ହେବ 0। ଆଉ ଏହା ପଛରେ ବି ଯୁକ୍ତି ଅଛି। ଭାବନ୍ତୁ, ଯଦି ଗୋଟେ କେକ୍କୁ ଅସୀମ ସଂଖ୍ୟକ ଲୋକଙ୍କ ଭିତରେ ବାଣ୍ଟିବାକୁ ପଡ଼େ, ତାହେଲେ କାହା ପାଖରେ କ'ଣ ପଡ଼ିବ? ପ୍ରାୟ କିଛି ନୁହେଁ, ମାନେ 0। ହେଲେ ଏଇଠି ମନରେ ଗୋଟେ ପ୍ରଶ୍ନ ଆସିପାରେ। ଯଦି ନିୟମ ଆମେ ହିଁ ତିଆରି କରୁଛୁ, ତେବେ ସବୁକିଛି ପାଇଁ ନିୟମ କାହିଁକି ତିଆରି କରିନଦେବା? ସବୁ ଗଣନାକୁ ଅନୁମତି କାହିଁକି ନାହିଁ? କାରଣ କିଛି ଗଣନା ଅଛି ଯାହାକୁ ଗଣିତଜ୍ଞମାନେ ଜାଣିଶୁଣି ବାରଣ କରିଛନ୍ତି। ଯେମିତିକି ଇନଫିନିଟିରୁ ଇନଫିନିଟିକୁ ବିୟୋଗ କରିବା କିମ୍ବା 0କୁ ଇନଫିନିଟି ସହ ଗୁଣିବା। ଏଗୁଡ଼ିକୁ କୁହାଯାଏ ଅପରିଭାଷିତ ବା ଅନଡିଫାଇନ୍ଡ। କିନ୍ତୁ ଏମିତି କାହିଁକି କରାଯାଇଛି? ଆଉ ଏହାର କାରଣ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଏସବୁ ପାଇଁ ଗୋଟେ ମୂଲ୍ୟ ସ୍ଥିର କରିଦେବା, ଧରନ୍ତୁ କହିଦେଲେ ଯେ ଇନଫିନିଟି ମାଇନସ୍ ଇନଫିନିଟି ହେଉଛି 0, ତାହେଲେ ଗଣିତର ଯେ ମୂଳଦୁଆ ଅଛି ସେଇଟା ଦୋହଲିଯିବ। ପୁରା ସିଷ୍ଟମରେ ଗଡ଼ବଡ଼ ହୋଇଯିବ। ଗଣିତର ସନ୍ତୁଳନକୁ ବଜାୟ ରଖିବା ପାଇଁ ଏହି ବିପଦଜନକ ଗଣନାଗୁଡ଼ିକୁ ବାହାରେ ରଖିବା ହିଁ ବୁଦ୍ଧିମାନର କାମ। ସେଥିପାଇଁ ଏହାକୁ ଅପରିଭାଷିତ ଛାଡ଼ି ଦିଆଯାଇଛି। ହଉ, ଏବେ ପର୍ଯ୍ୟନ୍ତ ତ ଆମେ ଗୋଟେ ପ୍ରକାର ଗଣିତ ଦେଖିଲେ। ଏବେ ଚାଲନ୍ତୁ ଗୋଟେ ପୁରାପୁରି ଅଲଗା ଗାଣିତିକ ଦୁନିଆକୁ ଯିବା। ଏଇଟା ଦେଖିଲେ ଆପଣ ବୁଝିପାରିବେ ଯେ ଇନଫିନିଟିର ଧାରଣା କେତେ ଫ୍ଲେକ୍ସିବଲ୍ ହୋଇପାରେ। ଏଇ କୋଟା ଦେଖନ୍ତୁ। ଏକ ହସ ହେଉଛି ଏକ ବକ୍ର ଯାହା ସବୁକିଛି ସିଧା କରିଦିଏ। ଏଇଟା ଖାଲି ଗୋଟେ ସୁନ୍ଦର କଥା ନୁହେଁ। ଆମେ ଏବେ ଯେଉଁ ଗଣିତ ବିଷୟରେ କଥା ହେବାକୁ ଯାଉଛେ, ତାର ଗୋଟେ ଚତୁର ସଂକେତ ବି। କାରଣ ଏଇ ଗଣିତ ବି ବଙ୍କା ଜିନିଷକୁ ସିଧା କରିଦିଏ। ଆମେ କଥା ହେଉଛେ ଟ୍ରପିକାଲ ଅଙ୍କଗଣିତ ବିଷୟରେ। ଏଠି ସାଧାରଣ ଯୋଗ ଆଉ ଗୁଣନକୁ ଭୁଲିଯାଆନ୍ତୁ। ଏହାର ନିଜର ଚିହ୍ନ ଅଛି। ଟ୍ରପିକାଲ ଯୋଗ ପାଇଁ ଗୋଲ ଭିତରେ ଯୋଗ ଆଉ ଟ୍ରପିକାଲ ଗୁଣନ ପାଇଁ ଗୋଲ ଭିତରେ ବିନ୍ଦୁ। ଦେଖିବାକୁ ଟିକେ ଅଲଗା, ନୁହେଁ? ଆଉ ଏହାର ନିୟମଗୁଡ଼ିକ ତ ଆହୁରି ଅଜବ।
ट्रॉपिकल दुनिया रे जेतेबेले आमे दुईटा संख्या को जोग करू आमे प्रकृतरे से दुईटा भितरु सान संख्याटा को बाछु आउ जेतेबेले गुणन करू सेतेबेले सेमानंकु साधारण भावे जोग करू माने जोगर अर्थ हेला सानटा को बाछिबा आउ गुणनर अर्थ हेला जोग करिबा पूरा अलगा दुनिया नुहे कि आउ ଏହି ଅଜବ ନିୟମଗୁଡ଼ିକର ଫଳ କ'ଣ ହୁଏ ଦେଖନ୍ତୁ ବାମପଟେ ଗୋଟେ ସାଧାରଣ ରେଖା କିନ୍ତୁ ଡାହାଣ ପଟେ ତାର ଟ୍ରପିକାଲ ରୂପ ଦେଖନ୍ତୁ ଗୋଟେ ୱାଇ ଆକୃତିର ଗ୍ରାଫ ଟ୍ରପିକାଲ ଜ୍ୟାମିତିରେ ଏମିତି ହିଁ ହୁଏ ଜଟିଳ ବଙ୍କା ରେଖାଗୁଡ଼ିକ ସରଳ ସିଧା ରେଖାର ଖଣ୍ଡରେ ପରିଣତ ହୋଇଯାଏ ଆଉ ଜାଣିଛନ୍ତି ଏହି ଅଜବ ଗଣିତଟା ବଡ଼ ବଡ଼ ସମସ୍ୟା ଯେମିତି ସବୁଠୁ କମ୍ ସମୟର ରାସ୍ତା ଖୋଜିବା ବା ନେଟୱାର୍କ ସମସ୍ୟା ସମାଧାନ କରିବାରେ ବହୁତ କାମରେ ଆସେ ଏଇଟା ହିଁ ତ ବଙ୍କାକୁ ସିଧା କରିବାର ପ୍ରକୃତ ଉଦାହରଣ। ତେବେ ଏପର୍ଯ୍ୟନ୍ତ ଆମେ ଯାହା ଦେଖିଲେ ସେଥିରୁ କ'ଣ ବୁଝା ପଡ଼ୁଛି ଆମେ ଇନଫିନିଟିକୁ ଦିଟା ପୁରା ଅଲଗା ଅଲଗା ଦୃଷ୍ଟିକୋଣରୁ ଦେଖିଲେ ଆଉ ଏଥିରୁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସୁଛି ସେଇଟା ହେଲା ଇନଫିନିଟି କୌଣସି ଗୋଟିଏ ଜିନିଷ ନୁହେଁ ଏଇଟା ଗୋଟେ ବଡ଼ ଟୁଲ୍ ବକ୍ସ ଭଳି ଆଉ ସେ ବକ୍ସ ଭିତରେ ବହୁତ ପ୍ରକାରର ଉପକରଣ ଅଛି ଗଣିତଜ୍ଞମାନେ ନିଜର କାମ ଆଉ ଆବଶ୍ୟକତା ଅନୁସାରେ ସେହି ଟୁଲ୍ ବକ୍ସରୁ ଠିକ୍ ଉପକରଣଟି ବାହାର କରି ବ୍ୟବହାର କରନ୍ତି ତେଣୁ ଏହା ଗୋଟିଏ ଧାରଣା ନୁହେଁ ବରଂ ଅନେକ ଧାରଣାର ଏକ ସମାହାର। ଆଉ ଯିବା ପୂର୍ବରୁ ଗୋଟେ ପ୍ରଶ୍ନ ଛାଡ଼ି ଦେଇଯାଉଛେ ଟିକେ ଚିନ୍ତା କରିବେ ଯଦି ଆପଣଙ୍କୁ ନିୟମ ତିଆରି କରିବାର ସୁଯୋଗ ମିଳିନ୍ତା ତେବେ ଇନଫିନିଟିର ପାୱାର ମାନେ ଘାତକୁ ନେଇ କ'ଣ ନିୟମ ତିଆରି କରନ୍ତେ 2 ଟୁ ଦି ପାୱାର ଇନଫିନିଟି କ'ଣ ହେବ କିମ୍ବା ଇନଫିନିଟି ଟୁ ଦି ପାୱାର 0 କେଉଁଟାକୁ ଅନୁମତି ଦିଅନ୍ତେ ଆଉ କେଉଁଟାକୁ ନୁହେଁ ଟିକେ ଭାବିବେ କାରଣ ଅସୀମତାର ଏ ଯାତ୍ରା ପ୍ରକୃତରେ ଅସୀମ।